ପିଲାମାନେ ଆଜି ଆମେ ଏକ ସୁନ୍ଦର ବିଷୟ ପଢ଼ିବା। ଆମ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର କାଲଭେରିଆ କାନ୍ଦୁଛି। ୟାକୁ ଲେଖିଛନ୍ତି ଡକ୍ଟର ନିତ୍ୟାନନ୍ଦ ସ୍ୱାଇଁ। କାଲଭେରିଆ କ'ଣ କରି ପିଲାମାନେ? କାଲଭେରିଆ ହେଉଛି ଗୋଟେ ଗଛର ନାମ। ସେ କେଉଁଠି ଅଛି? ମରିସସ୍ ଜଙ୍ଗଲ ଭିତରେ ଅଛି। ହେଲା, ଗୋଟେ ଜଙ୍ଗଲର ନାଁ ହେଉଛି ମରିସସ୍। ଦେଖ, ମରିସସ୍ର ଜଙ୍ଗଲରେ କାଲଭେରିଆ କାନ୍ଦୁଛି। କ'ଣ ପାଇଁ? ଏ କାନ୍ଦ ଆଉ ବନ୍ଦ ହବନି। ଦିନ କାଳ ତାର ସରି ସରି ଆସିଲାଣି, ହେଲେ ତା କୋଳରେ ସେ ପିଲାଟିଏ ଦେଖିଲାନି। ପିଲାଟିଏ ଦେଖିଲାନି ମାନେ କ'ଣ କରି ପିଲାମାନେ? ଗତ 300 ବର୍ଷ ତଳେ ଯାଇ ସେ ଶିଶୁ ମୁହଁ ଦେଖିଥିଲା। ତା ଚାରିକଡ଼େ ସେମାନେ ତାକୁ ଘେରି ବଢ଼ି ଆସୁଥିଲେ। ତାଙ୍କର ନିଶ୍ୱାସ ପ୍ରଶ୍ୱାସର ତାତି ତା ଦେହରେ ବାଜି ଶିହରଣ ଆଣୁଥିଲା। ହେଲା, ତା ପିଲାମାନେ ତା ଚାରିପଟେ ଥିଲେ ଏବଂ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ତାତି ତା ମନରେ କ'ଣ ଉଲ୍ଲାସ ଜାତ ହେଉଥିଲା, ତା ମନ ଖୁସି ହେଉଥିଲା। କାଲଭେରିଆ ପାଖରେ ଥିବା ପାହାଡ଼କୁ ପଚାରେ, ହେ ପାହାଡ଼, ମୋ ଡୋଡୋକୁ ଦେଖିଛ କି? ଡୋଡୋ ମାନେ ହେଲା ଗୋଟେ ପକ୍ଷୀ, ବୁଝିହେଲା। ଆଗକୁ ପଢ଼ିବା ଡୋଡୋ ସହିତ କାଲଭେରିଆ ସମ୍ପର୍କ କ'ଣ। ତାହେଲେ ପାହାଡ଼ କହେ, ଦେଖୁଛୁ ପରା କାଲଭେରିଆ, ମୁଁ ଅଚଳ। ମୁଁ କ'ଣ ଚଲାବୁଲା କରିପାରୁଛି ଯେ ଡୋଡୋକୁ କେଉଁଠି ଦେଖିଥିବି? କାଲଭେରିଆ ତାହେଲେ କାହାକୁ ପଚାରିବ? ପାହାଡ଼ କହିଲା ମୁଁ ଅଚଳ। ତାହେଲେ ଯିଏ ଚଳପ୍ରଚଳ କରୁଛି, ଚଳପ୍ରଚଳ କିଏ କରୁଛି? ମୟୂରକୁ ପଚାରିଲା, ହେ ମୟୂର ଭାଇ, ଡୋଡୋ ମୋର କୁଆଡ଼େ ଗଲା କି? କାହିଁ ତାକୁ ତ ମୁଁ ଏବେ ଦେଖୁନି। ମୟୂର ଉତ୍ତର ହେଲା। କାଲଭେରିଆ ପଚାରୁଛି, ହେ ମୟୂର ଭାଇ, ଡୋଡୋ ମୋର କୁଆଡ଼େ ଗଲା କି? ମୟୂର ଉତ୍ତର ଦଉଛି, କାହିଁ ତାକୁ ମୁଁ ଏବେ ଆଉ ଦେଖୁନି। ଥକି ନ ଯାଇ କାଲଭେରିଆ ପୁଣି ପଚାରେ ପବନକୁ, ହେ ପବନ, ତମେ ତ ଅନ୍ଦିକନ୍ଦି ସବୁ ଭୁଲୁଛ। ତମେ ଦେଖିନା କି ଡୋଡୋକୁ? ଉତ୍ତର ଦେଇ ନ ପାରି ପବନ ମଧ୍ୟ ଚୁପ୍ ରହିଯାଏ। ତାହେଲେ ପିଲାମାନେ, କାଲଭେରିଆ ଡୋଡୋକୁ ଖୋଜୁଛି। ଡୋଡୋ ଆସୁଥିଲା, ତା ଚାରିପଟେ ବୁଲି ବୁଲି ଫଳ ଗିଳି ଖାଉଥିଲା। ହାଲିଆ ହେଇଗଲେ ତା ଦେହକୁ ଲାଗି ଘୁମେଇ ପଡ଼ୁଥିଲା। ସେତେବେଳେ କାଲଭେରିଆ ପାଉଥିଲା ମାତୃତ୍ୱର ଆନନ୍ଦ। ସେତେବେଳେ ଡୋଡୋ ତାକୁ ହାଲିଆ ହେଇଯିବ, ତା ପାଖରେ ଯେତେବେଳେ ଶୋଇଯାଏ, ହେଲା, ସେତେବେଳେ କାଲଭେରିଆ ପାଉଥିଲା ମାତୃତ୍ୱର ଆନନ୍ଦ। ସେ ଡୋଡୋ ଆଉ ଆସୁନାହିଁ। କାଲଭେରିଆ ଭାବୁଛି, ମୁଁ ତ ତାକୁ କେବେ କିଛି କହିନି, ତେବେ ତାର ଏତେ ଅଭିମାନ କାହିଁକି ମୋ ପ୍ରତି? ପବନ ଭାଇ, ଡୋଡୋକୁ ମୋର ଟିକେ ଖବର ଦିଅନ୍ତ। ମୁଁ ତାକୁ ଅନେଇ ବସିଛି ପରା। ସେ ଥରଟିଏ ଆସିଲେ ଆସି ମୋ ଆଡ଼େ ବୁଲି ଯାଆନ୍ତା ନାହିଁ। ହେଲା, ତାହେଲେ କାଲଭେରିଆ ଡୋଡୋକୁ ବହୁତ ଖୋଜୁଛି, ଯେମିତି ତାକୁ, କାରଣ କାଲଭେରିଆ ଦିନ କାଳ ସରି ଆସିଲାଣି। ସମସ୍ତେ ଚାହାନ୍ତି ତା ପିଲାକୁ ଦେଖିବାକୁ। ଡୋଡୋ ସେମିତି ଡୋଡୋକୁ ଚାହେଁ, ଡୋଡୋ ଥରେ ଯେମିତି ମୋ ପାଖକୁ ଆସନ୍ତା। ପବନ ସବୁ ଦେଖିଛି। ତାରି ଆଖି ଆଗରେ ଯାହା ସବୁ ଘଟି ଯାଇଛି, ତାର ସେ ସାକ୍ଷୀ କିଏ? ପବନ। କ'ଣ ଘଟିଛି କି ପିଲାମାନେ? ସେ ଏହାର ପ୍ରତିବାଦ କରିଥିଲା। ରାଗରେ ପାଚିଯାଇ ସେ ସୃଷ୍ଟି କରିଥିଲା ଝଡ଼, କିନ୍ତୁ ସେ ହାର ମାନିନେଲା। ଏଇ ଅମାନିଆ ଅବିବେକୀ ମଣିଷ ଜାତିଟା ପାଖରେ କିଏ ହାର ମାନୁନି ଯେ? ଯିଏ ବିବେକ ଖଟେଇ କାମ କରେନି, ତାକୁ ଦୂରରୁ ଜୁହାର, ଭକ୍ତିରେ ନୁହେଁ, ଭୟରେ ଆଉ ଘୃଣାରେ। ପିଲାମାନେ, ପବନ ମଧ୍ୟ ଝଡ଼ ସୃଷ୍ଟି କରିଥିଲା। ଡୋଡୋର ଏମିତି କ'ଣ ହେଲା କି ରେ? ପବନ ଝଡ଼ ସୃଷ୍ଟି କରିଦେଲା। ପବନ ଠିକ୍ କଲା, ଆଜି ସେ କାଲଭେରିଆକୁ ସବୁ କହିଦବ। ପବନ କ'ଣ କହିଲା? ଆଜି ମୁଁ କାଲଭେରିଆକୁ ସବୁ କହିବି। ଏତେ ଦିନ ଧରି ଯାହା ସେ ଲୁଚେଇ ରଖିଥିଲା କାଲଭେରିଆ ଠାରୁ, ସେଇ ଗୋପନ କାହାଣୀକୁ ତା ଆଗରେ ଖୋଲିଦବ। ତାକୁ ଲୁଚେଇ କିଛି ଲାଭ ନାହିଁ। ଆଉ କେତେ ଦିନ ସେ ବଞ୍ଚିବ ଅବା? ପବନ କହୁଛି, ମୁଁ ଆଜି ସବୁ ଡୋଡୋ ବିଷୟରେ କାଲଭେରିଆକୁ କହିଦେବି। ସେ ଆଉ ଅଳ୍ପ ଦିନ ବଞ୍ଚିବ। ପବନ କହି ଚାଲିଲା। କାଲଭେରିଆ ଚୁପ୍ ହୋଇ ଶୁଣି ବସିଲା ପବନର ନିଜ ଆଖି ଦେଖା ଘଟଣା ସବୁ। ସେ କାହାଣୀ ନଥିଲା, ଥିଲା ସବୁ ସତ। ହେଲେ କ'ଣ କହିଲା ପିଲାମାନେ ଦେଖିବା। 1507 ମସିହା କଥା। ଭାରତ ମହାସାଗର ଭିତରେ ଜାହାଜ ଚଳେଇ ଆସି ମରିସସ୍ରେ ଓହ୍ଲେଇ ପଡ଼ିଲେ ଗୋରା ପର୍ତ୍ତୁଗୀଜ ସାହାବ। ହେଲା, 1507 ମସିହାରେ ଭାରତ ମହାସାଗର ଭିତରେ କ'ଣ ଜାହାଜ ଚଳେଇ ଆସି ମରିସସ୍ ଜଙ୍ଗଲରେ ଓହ୍ଲେଇଲେ କୋଉମାନେ? ଗୋରା ପର୍ତ୍ତୁଗୀଜ ମାନେ। ବଣିଜ ବେପାର ଥିଲା ତାଙ୍କର ବେଉସା। ପ୍ରଥମ ଦିନ ଏହି ଡୋଡୋ ମାନେ ହିଁ ତାଙ୍କୁ ମରିସସ୍ ଭୂମିରେ ସ୍ୱାଗତ ଜଣାଇଥିଲେ। ତାହେଲେ ପିଲାମାନେ, ଡୋଡୋ ମାନେ ପ୍ରଥମେ ପର୍ତ୍ତୁଗୀଜ ମାନଙ୍କୁ ସ୍ୱାଗତ ଜଣାଇଲେ।
ପରେ ପରେ ଜାହାଜର ଧାଡ଼ି ଲାଗିଲା। ସାହାବ ଆସିଲେ, ଜିନିଷ ଆସିଲା ଆସିଲା ସାହାବର ସାଥୀ ବିଲେଇ ଆଉ କୁକୁର। ପାରାଙ୍କ ଜାତି ଭାଇ ହେଲେ ବି ଡୋଡୋ ଉଡ଼ି ପାରୁଥିବା ଅକ୍ଷମ। ବୁଝିହେଲା? ସେ ପାରାଙ୍କ ଜାତି ଭାଇ ହେଲେ ମଧ୍ୟ ଡୋଡୋ ଉଡ଼ି ପାରିବ ନାହିଁ। ଦେଖିଲେ ମନ ମୋହିଯିବ। ଏପରି ନୁହଁ, କିନ୍ତୁ ଭାରି ଶାନ୍ତ, ଧୀର ସ୍ଥିର। ଡୋଡୋ କିଛି ଛୋଟିଆ ପକ୍ଷୀ ନୁହଁ। 15ରୁ 25 କେଜି ହବ ତାର ଓଜନ। ଭାରି ସରଳ ପ୍ରକୃତିର। ଏତେ ସରଳ ଆଉ ନିଷ୍କପଟ ଯେ ତାକୁ ନିହାତି ବୋକା ବୋଲି ବି କୁହାଯାଇ ପାରିବ। ବୁଝିହେଲା? ବହୁତ ସରଳ ହେଲା ଡୋଡୋ ପକ୍ଷୀ। ହେଲା? ଭାରି ଧୀର ସ୍ଥିର, ଭାରି ଶାନ୍ତ ଏବଂ ତାର ଓଜନ 15ରୁ 25 କେଜି ହବ। ତାହେଲେ ଡୋଡୋର କ'ଣ ହେଲା କିରେ ପିଲାମାନେ? ଡୋଡୋ ଯେଉଁମାନଙ୍କୁ ଦିନେ ସ୍ୱାଗତ ଜଣାଇଲା ସେଇମାନେ ହିଁ ହେଲେ ତାର ପହିଲା ନମ୍ବର ଶତ୍ରୁ। ପହିଲା ନମ୍ବର ଶତ୍ରୁ ମାନେ ପ୍ରଥମ। ହେଲା? ଯାହାକୁ ସେଇ ସ୍ୱାଗତ ଜଣାଇଥିଲା ସିଏ ହେଉଛନ୍ତି ତାର ପ୍ରଥମ ଶତ୍ରୁ। ବିଲେଇ ଡୋଡୋର ବସା ଖୋଜି ଅଣ୍ଡା ଭୋଜିରେ ଲାଗିଗଲା। ଡୋଡୋ ଶାବକମାନଙ୍କର ତଣ୍ଟି କଣା କରି ରକ୍ତ ପିଇଗଲା। ପିଲାମାନେ, ଡୋଡୋ ଯେଉଁ ତା ପିଲା ଜନ୍ମ କରିଥିଲା ତାଙ୍କର ସବୁ ତଣ୍ଟି କଣା କରି ରକ୍ତ ପିଇଗଲା। ବୁଝିହେଲା? କୁକୁର ବି ଡୋଡୋ ଉପରକୁ ଝାମ୍ପି ପଡ଼ି ତାର ପ୍ରାଣ ନେଇଗଲା। କୁକୁର ବି ଡୋଡୋ ଉପରକୁ ଝାମ୍ପି ପଡ଼ି ତାର ପ୍ରାଣ। ମାଂସ ପାଇଁ ସାହାବେମାନେ ଡୋଡୋକୁ ଶିକାର କରିବାକୁ ଲାଗିଲେ। ଯେତେ ଡୋଡୋ ଥିଲେ ସବୁ ସାହାବେମାନେ ଶିକାର କରିବାକୁ ଲାଗିଲେ। ଗୋଟିଏ ଡୋଡୋ ମାରିଥିଲେ 20ରୁ 25 କେଜି ମାଂସ। ଡୋଡୋ ଶିକାର କରିବାଟା ତ କିଛି କଷ୍ଟକର ବ୍ୟାପାର ନୁହେଁ। ଶିକାରୀକୁ ଦେଖି ପଳାଇଯିବା ତ ଦୂରର କଥା, ବରଂ ସେ ବନ୍ଧୁକ ମୁନକୁ ବୋକାଙ୍କ ଭଳି ଚାହିଁ ରହିଥିବ। କିଏ? ଡୋଡୋ। କିଛି ଜାଣିନି, ନିଷ୍କପଟ ହୃଦୟ, ପୁରା ସରଳ। ବନ୍ଧୁକ ଢୋ କରେ, ଡୋଡୋ ସେଇଠି ଠୋ ହେଇଯାଏ। ପଲ ଭିତରୁ ଗୋଟିଏ ଡୋଡୋ ଟଳି ପଡ଼ିଲେ ବି ଅନ୍ୟମାନେ ସେମିତି ଜଳ ଜଳ କରି ଚାହିଁଥାନ୍ତି। କ'ଣ ବା କରିବ? ଉଡ଼ି ତ ପାରିବନି। ପଳାଇ ଯାଇ ଆତ୍ମରକ୍ଷା କରିବାର କଳା ସେମାନଙ୍କୁ ବୋଧହୁଏ ମାଲୁମ ନଥାଏ। ତେଣୁ ମରିସସ୍ରୁ ଡୋଡୋର ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବାକୁ ଲାଗିଲେ ମାତ୍ର 175 ବର୍ଷ ଭିତରେ। ତାହେଲେ ପିଲାମାନେ 175 ବର୍ଷ ଭିତରେ ଡୋଡୋ ପୁରା ସମ୍ପୂର୍ଣ୍ଣ ଲୋପ ପାଇବାକୁ ଲାଗିଲେ। 1507 ମସିହାରେ ପ୍ରଥମ କରି ଡୋଡୋ ଲୋକଲୋଚନକୁ ଆସିଲା। ଆଉ 1681 ମସିହାରେ ପୃଥିବୀର ଶେଷ ଡୋଡୋଟି ଶିକାର କରିଦେଇ ମଣିଷ ଜାତି ଡୋଡୋର ବଂଶକୁ ସବୁଦିନ ପାଇଁ ନିଶ୍ଚନ କରିଦେଲା। ପିଲାମାନେ, ହେଲା? କେତେ ମଣିଷ ଜାତି, ହେଲା, ସିଏ ଦେଖେନି। ଡୋଡୋ ବି ଗୋଟେ ଆମ ଭଳିଆ ଗୋଟେ ଜୀବ। 1681 ମସିହାରେ ସବୁତକ ଡୋଡୋ ମରିଗଲେ। ପବନର କଣ୍ଠରୋଧ ହୋଇ ଆସିଲା। ତଥାପି କାଲଭେରିଆକୁ କୁଣ୍ଢେଇ ଧରି ସେ କହିଲା, ଯାହା ହେବାର ତ ହୋଇଗଲାଣି। ମୋ ସୁନାଟା ପରା, ତୁ ଆଉ କାନ୍ଦନା। ଡୋଡୋ ଆଜି ଆଉ ନାହିଁ। ଗତ 300 ବର୍ଷ ତଳୁ ସେ ପୃଥିବୀ ବକ୍ଷରୁ ସବୁଦିନ ପାଇଁ ଲୋପ ପାଇଯାଇଛି। ତେବେ ଡୋଡୋ ସହିତ କାଲଭେରିଆ ବା ସମ୍ପର୍କ କ'ଣ? ଡୋଡୋର ବିଚ୍ଛେଦରେ କାଲଭେରିଆ ବାହୁନୁଛି କାହିଁକି? କାଲଭେରିଆ ପିଲାମାନେ ଏକ ବିରାଟ ବୃକ୍ଷ। ସେଇ ମରିସସ୍ର ସେ ବି ବାସନ୍ତା। ହେଲା? ବାସନ୍ତା ମାନେ ସେଠି ସିଏ ବି ରହେ। କିନ୍ତୁ 1973 ମସିହାରେ ମରିସସ୍ର ମାତ୍ର 13ଟି କାଲଭେରିଆ ଗଛ ବଞ୍ଚି ରହିଥିଲା। ହେଲା? 73 ମସିହାରେ। ପୁଣି ସମସ୍ତଙ୍କ ବୟସ ଥିଲା 300 ବର୍ଷରୁ ଉର୍ଦ୍ଧ୍ୱ। ସେମାନେ ସବୁ ମରି ମରି ଆସୁଥିଲେ। ବଂଶବୃଦ୍ଧି କରାଇବାର ସେମାନେ ସମସ୍ତେ ଥିଲେ ଅକ୍ଷମ। କେମିତି କିରେ ପିଲାମାନେ? ବଂଶବୃଦ୍ଧି କରିବାକୁ ସେମାନେ ଅକ୍ଷମ କାହିଁକି ଥିଲେ? ତାହେଲେ ଦେଖ, କାଲଭେରିଆର ଫଳ ଗୁଡ଼ିକ ହେଉଛି ବହୁତ ବଡ଼। 1.5 ସେଣ୍ଟିମିଟର ଖୋଳପା ପରିବେଷ୍ଟିତ ହୋଇ ରହିଥାଏ ମଞ୍ଜି। ତେଣୁ ଏହି ମୋଟା ଖୋଳପା ଫୁଟେଇ ଗଜା ବାହାରିବା ବଡ଼ କଷ୍ଟ। କାଲଭେରିଆ ଫଳ ଡୋଡୋର ବଡ଼ ପ୍ରିୟ। ଫଳଗୁଡ଼ିକୁ ଗୋଟା ଗିଳି ପକାଏ ସିଏ। ତାର ପାକସ୍ଥଳୀରେ ଏହି ଫଳ ଖୋଳପା ନରମ ହୋଇଯାଏ। ନରମ ଖୋଳପା ଥାଇ ଗୋଟା ଫଳଟା ପୁଣି ଡୋଡୋର ମଳରେ ବାହାରେ ଆସେ। ଖୋଳପାଟା ନରମ ହୋଇଯିବାରୁ ମଞ୍ଜିରୁ ଗଜା ବାହାରିବାରେ କିଛି ଅସୁବିଧା ହୁଏ ନାହିଁ। ହେଲା? ତାହେଲେ ଯେତେବେଳେ କିଏ ଡୋଡୋ କାଲଭେରିଆ ଫଳ ଖାଇଦିଏ ବଡ଼ଟା, ତାର ନରମ ଖୋଳପାଟା ନରମ ହୋଇଯାଏ ଏବଂ କ'ଣ ତାର ମଳରେ ବାହାରି ଆସେ। ତେଣୁ ଗଛ ହୁଏ। ଡୋଡୋ ପକ୍ଷୀ ତ ଆଉ ନାହାନ୍ତି। ଫଳ ବା ଖାଇବ କିଏ? ତାହେଲେ ଆଉ ମରିସସ୍ ଜଙ୍ଗଲରେ କ'ଣ କାଲଭେରିଆ ବି ଦେଖିବାକୁ ମିଳିବନି। ଡୋଡୋ ବଞ୍ଚିଥାନ୍ତା, କାଲଭେରିଆ ଫଳ ଗିଳି ପୁଣି ବାହାର କରିଦିଅନ୍ତା। କାଲଭେରିଆ ଫଳରୁ ଗଜା ହୋଇ କାଲଭେରିଆର ବଂଶ ବଢ଼ି ଚାଲନ୍ତା। କିନ୍ତୁ ଡୋଡୋର ବଂଶ ଲୋପ ହୋଇଗଲା।
ପରେ କାଲଭେରିଆର ଅଙ୍କୁରୋଦ୍ଗମ ଆଉ ସମ୍ଭବ ହୋଇପାରିଲା ନାହିଁ। ଅଙ୍କୁରୋଦ୍ଗମ ମାନେ ସେ ପୁଣି ସେଇଟାକୁ ଖୋଳପାଟାକୁ ନରମ ହେଇକି ପୁଣି ଗଛ ହବା ହେଲା। ଗତ 300 ବର୍ଷ ତଳେ ପୃଥିବୀର ସର୍ବଶେଷ ଡୋଡୋ ପକ୍ଷୀଟିର ମୃତ୍ୟୁ ହେଲା। ସବୁଠାରୁ ଶେଷରେ ଯେଉଁ ଡୋଡୋ ପକ୍ଷୀ ଥିଲା ସେ ମରିଗଲା। ଗଲା 300 ବର୍ଷ ଧରି ପ୍ରାକୃତିକ ଉପାୟରେ କାଲଭେରିଆ ବକ୍ଷରୁ ଅଙ୍କୁରୋଦ୍ଗମ ହୋଇଥିବାର କେହି ଜାଣିନାହିଁ। ଆଉ ଅଙ୍କୁରୋଦ୍ଗମ ମାନେ ଛୁଆ ଜନ୍ମ ହଉନି କୋଉଠୁ? କାଲଭେରିଆରୁ। ଡୋଡୋର ମୃତ୍ୟୁ ହୋଇଛି, ଆମେ ହିଁ ତା ମୃତ୍ୟୁ ପାଇଁ ଦାୟୀ। କାଲଭେରିଆ ମରି ମରି ଆସୁଛି। ପରୋକ୍ଷ ଭାବରେ ଦେଖିଲେ ଏଇ ମଣିଷ ଜାତିଟା ହିଁ ଆତତାୟୀ। ମାନେ ମଣିଷ ଜାତିଟା କେତେ ଖରାପ ପିଲାମାନେ। ଆମେ ହିଁ କ'ଣ ସେ ଡୋଡୋ ପକ୍ଷୀକୁ ମାରିଦେଲେ। ଡୋଡୋ ପକ୍ଷୀ ମାରିଦେବାରୁ ସିଏ ତ ପକ୍ଷୀଟା ଗଲା, ଏଇ ଗଛ ମଧ୍ୟ କାଲଭେରିଆ ଗଛ ଆଉ ରହିଲା ନାହିଁ। କାଲଭେରିଆର ଦୁର୍ଦ୍ଦଶାର କାରଣ ଆମକୁ ଜଣା, କିନ୍ତୁ ଆମେ ନିରୁପାୟ। ଯିଏ ତାର ବଂଶବୃଦ୍ଧିରେ ସାହାଯ୍ୟ କରିଥାନ୍ତା ସେଇ ଡୋଡୋ ଆଜି ଆଉ ନାହିଁ। ଆମେ ଡୋଡୋର ବଂଶ ବୁଡ଼େଇ ଦେଇଛୁ। କାଲଭେରିଆର ବଂଶ ବୁଡ଼ି ଆସୁଛି। ଡୋଡୋ ପକ୍ଷୀଟିଏ, କାଲଭେରିଆ ଗୋଟିଏ ବୃକ୍ଷ। ସମଧର୍ମୀ ନ ହୋଇ ମଧ୍ୟ ସେମାନଙ୍କର ସମ୍ପର୍କ ଅବିଚ୍ଛେଦ୍ୟ, କିନ୍ତୁ ଆମେ ସେମାନଙ୍କର ରକ୍ଷକ ନ ହୋଇ ଭକ୍ଷକ ସାଜିଲୁ। ତାହେଲେ ପିଲାମାନେ କାଲଭେରିଆ ଗୋଟେ ପକ୍ଷୀ ହଉଥାଉ, ଗଛ ହେଇଥାଉ, ଡୋଡୋ ଗୋଟେ ପକ୍ଷୀ ହେଇଥାଉ, କିନ୍ତୁ ସେମାନଙ୍କ ଭିତରେ ସମ୍ପର୍କ ବହୁତ ନିବିଡ଼। କିନ୍ତୁ ଆମେ ତାକୁ ରକ୍ଷା କରିବା ଜାଗାରେ ତାଙ୍କୁ ଆମେ ମାରିଦେଲେ। ପ୍ରକୃତି କାହିଁକି ଡୋଡୋକୁ ସୃଷ୍ଟି କଲା? କାହିଁକି ସେ ଜନ୍ମ ଦେଲା କାଲଭେରିଆକୁ? ଡୋଡୋ ଆଉ କାଲଭେରିଆର ସମ୍ପର୍କ ଯୋଡ଼ିଲା ଅବା କାହିଁକି? ଆମେ କେହି ବି ସେ କଥା ଭାବିଲୁନି। ଆମେ କୁଆଡ଼େ ପୃଥିବୀର ଶ୍ରେଷ୍ଠ ଜୀବ, ମଣିଷ ଜାତି ପୃଥିବୀର ଶ୍ରେଷ୍ଠ ଜୀବ ବା, କାରଣ ଆମର କୁଆଡ଼େ ବିବେକ ଅଛି। ଧିକ୍ ଆମର ବିବେକକୁ। କାଲଭେରିଆ ଲୁହ ଝରାଉଛି। ଗୁମୁରି ଗୁମୁରି ସେ ବାହୁନି ଉଠୁଛି। ଡୋଡୋ ଡୋଡୋ ମୋର, ଆଉ କ'ଣ ମୋ ପାଖକୁ ଆସିବୁ ନାହିଁ? ତାହେଲେ କାଲଭେରିଆ ଏମିତି କାନ୍ଦି କାନ୍ଦି ଶେଷ ହେଇଗଲା। ଡୋଡୋ ତ ଅଲରେଡ଼ି ଶେଷ ହେଇଗଲା। ତାହେଲେ ପିଲାମାନେ ଆମେ କ'ଣ ଏଥିରୁ ଶିଖିବା? ଆମେ କ'ଣ ପଶୁପକ୍ଷୀମାନଙ୍କୁ ଶିକାର କରିବା ନାହିଁ। ସେମାନେ ବି ତାଙ୍କର ଗୋଟେ ଜାତି। ଆମର ଯେମିତି ମଣିଷ ଜାତି, ଡୋଡୋ ପକ୍ଷୀର ସେମିତି ଗୋଟେ ଜାତି। ସେମିତି ଗଛ ବୃକ୍ଷକୁ ମଧ୍ୟ କାଟିବା ନାହିଁ। ବୁଝିହେଲା? ଆମର ତ ଗଛର କାଠ ଦରକାର, ଶୁଖିଲା କାଠ ବି ଆମେ ବ୍ୟବହାର କରିପାରିବା। ତାହେଲେ ଧନ୍ୟବାଦ ପିଲାମାନେ। ଏଇ ବିଷୟଟି ଆମକୁ କିଛି ଶିକ୍ଷା ଦେବ ଜୀବନରେ ଗୋଟେ ଭଲ ମଣିଷ ହେବା ପାଇଁ। ଏ ବିଷୟ ହେଉଛି ଗୋଟେ ପ୍ରେରଣା। ଧନ୍ୟବାଦ ପିଲାମାନେ।